ଦେଖନ୍ତୁ ଦରଦାମ ଗୋଟେ ସମ୍ବେଦନଶୀଳ କଥା। ଏଟା ଆମେ ବିଧାନସଭା ବି ମଧ୍ୟ ହୁଲସ୍ଥୁଲ କରିକି 2 ଥର 4 ଥର ଗୃହକୁ ମୁଲତବୀ କରାଯାଇଛି। ସରକାର କୌଣସି କଥାର ଗୁରୁତ୍ୱ ବହନ କରିନାହାନ୍ତି। ଆମେ ଭାବୁଥିଲୁ ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ କିଛି ପଦକ୍ଷେପ ନେବେ, ଲୋକଙ୍କୁ ନୂତନତ୍ୱ ଦେଖାଇବେ। କେବଳ ଦେଖିଲୁ ରଙ୍ଗ ଚେଞ୍ଜ, ମାନେ ଇଏ ନେମ୍ ଚେଞ୍ଜର ନଟ୍ ଗେମ୍ ଚେଞ୍ଜର। ଯଦି ଗେମ୍ ଚେଞ୍ଜ କରିଥାନ୍ତେ ତାହେଲେ ଦରଦାମର ଯେଉଁ ଅସ୍ଥିର ଆଜି ସୃଷ୍ଟି ହୋଇଛି ସାରା ରାଜ୍ୟରେ, ଲୋକମାନଙ୍କର ସାଧାରଣ ଲୋକମାନଙ୍କର ପେଟ ପାଟଣାର କଥା। ସାଧାରଣ ଲୋକ ନିଜର ଜୀବନ ଜୀବିକା ମେଣ୍ଟିବା ପାଇଁ ସେମାନେ ଦୈନନ୍ଦିନ ମାର୍କେଟରୁ ଯେଉଁ ଜିନିଷ କ୍ରୟ କରି ତାଙ୍କର ପରିବାରକୁ ଗୁଜୁରାଣ ମେଣ୍ଟାଉଛନ୍ତି ବା ପ୍ରତିପୋଷଣ କରୁଛନ୍ତି, ସେ ତ ଆକାଶ ଛୁଆଁ। ଆଜି ସେଇ ଡାଲି ରେଟ୍ ଦେଖନ୍ତୁ, ତେଲ ରେଟ୍ ଦେଖନ୍ତୁ, ଲୁଣ ରେଟ୍ ଦେଖନ୍ତୁ, ଚାଉଳ ରେଟ୍ ଦେଖନ୍ତୁ, ଅଟା ରେଟ୍ ଦେଖନ୍ତୁ। ଯେଉଁମାନଙ୍କ ପାଖରେ କିଛି ଲୋକଙ୍କ ପାଖରେ ରେସନ କାର୍ଡ଼ ଅଛି, କିନ୍ତୁ ସାରା ରାଜ୍ୟରେ ସମସ୍ତଙ୍କ ପାଖରେ ରେସନ କାର୍ଡ଼ ନାହିଁ। ବହୁତ ଗରିବ ଲୋକ ଆଜି ହାରନ ଚିତ୍କାର ବି କରୁଛନ୍ତି। ଆପଣ ତ ଦେଖୁଥିଲେ ଆମ୍ବ ଟେକୁଆ ଖାଇକି ଲୋକ କି ଅବସ୍ଥାରେ ଅଛନ୍ତି। ସେଟାକୁ କାଳେ ପାରମ୍ପରିକ ଖାଦ୍ୟ କହି ସରକାର ଏଡ଼େଇ ଗଲେ। ତେଣୁ ସରକାରଙ୍କର ବୁଦ୍ଧିମତ୍ତାରେ ଏଇ ଯେଉଁ ଦରଦାମ ବୃଦ୍ଧି ତାକୁ ଯଦି କଣ୍ଟ୍ରୋଲ ସେ ନ କରନ୍ତି, ଆଗାମୀ ଦିନର ଲୋକ ତାର ଉତ୍ତର ନିଶ୍ଚିତ ତାଙ୍କୁ ଦେବେ। ଏବଂ ଯଦି ଆମେ ସଚେତନ କରୁଥିବା ଅବସ୍ଥା ଯଦି ସରକାର ତାକୁ ବି ଗ୍ରହଣ ନ କରନ୍ତି, ଆମେ ବି ମଧ୍ୟ ରାଜରାସ୍ତାକୁ ଓହ୍ଲାଇବୁ। ଏବଂ ସରକାର ଯେ ପର୍ଯ୍ୟନ୍ତ ଏପ୍ରତି ସଚେତନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମେ ଲୋକଙ୍କୁ ନ୍ୟାୟ ଦାବି ଦେବା ପାଇଁ ଲଢ଼ାଇ କରିବୁ। ମାନେ ବିଳମ୍ବେ କାର୍ଯ୍ୟସିଦ୍ଧି, ଏଟାକୁ ମନେ ରଖିବେ। ଯେଉଁଟା ବିଳମ୍ବରେ ହେବ ସେଇଟା କାର୍ଯ୍ୟସିଦ୍ଧି ହେବ। 2029 ସରକାର ହେବା ପାଇଁ ବ୍ୟବସ୍ଥା ଚାଲିଛି। ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? କିଛି ବ୍ୟସ୍ତ ହେବାର ନାହିଁ। ପିସିସି ଯିଏ ହୁଅନ୍ତୁ ନା କାହିଁକି, ମୁଁ ଆପଣଙ୍କୁ ଥରେ ବି ୟା ପୂର୍ବରୁ ମୋତେ ସେ ପ୍ରଶ୍ନ କରିଥିଲେ ଯେ କିଏ ହେବ ମଙ୍ଗ କିଏ ଧରିବ। କଂଗ୍ରେସ ବିନା ମଙ୍ଗରେ ଚାଲିନି। କଂଗ୍ରେସ ଆଜିକା ଦଳ ନୁହେଁ। ଭାରତ ସ୍ୱାଧୀନ ହେଲା ଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ସେଇ କଂଗ୍ରେସ ନାଁରେ ହିଁ ଅଛି, ତାର ପଟ ପରିବର୍ତ୍ତନ କିଛି ହେଇନି। ତେଣୁ କଂଗ୍ରେସର ଯିଏ ବି ମଙ୍ଗୁଆଳ ହେବ ଖୁବ୍ ଶୀଘ୍ର ହେବ, ଜଣେ ଭଲ ନେତୃତ୍ୱ ବି ଦିଆଯିବ ଏବଂ ସିଏ ନିଶ୍ଚିତ ଭାବେ ଆଗାମୀ 2029ରେ ସରକାର ଆଣିବାର ବ୍ୟବସ୍ଥା ତିଆରି କରାଇବେ। ନା ନା, ସେଇଟା ତ ଯୁକ୍ତିଯୁକ୍ତ କଥା। ଆପଣମାନେ ଦେଖିବେ କିଛି ଦିନ ପରେ ଇଏ କଥା ଧୀରେ ଧୀରେ ମାନେ ସରକାରଙ୍କ ମାନସ ପଟରୁ ମଧ୍ୟ ଦୂରେଇ ଯିବ। ଏବେ ଯେଉଁଟା ଅଛି ବା ଯେଉଁ ସମସ୍ୟା ରାଜ୍ୟରେ ସୃଷ୍ଟି ହେଇଛି ତାକୁ ଖୁବ୍ ଶୀଘ୍ର ସରକାର ତର୍ଜମା କରନ୍ତୁ ଏବଂ ତାଙ୍କର ଯେଉଁ ଇନପୁଟ୍ ଫିଡ଼ବ୍ୟାକ୍ ଦେବା କଥା ତାକୁ ଦିଅନ୍ତୁ। ଇନପୁଟ୍ ସେବାଟା ଦିଅନ୍ତୁ। ନଦେଲେ ଚାଷୀମାନେ ବର୍ତ୍ତମାନ ବହୁତ କ୍ଷୟକ୍ଷତି ଅବସ୍ଥାରେ ଅଛନ୍ତି। ଆପଣ ଏବେ ବି ଦେଖିବେ, ଯାଆନ୍ତୁ କିଛି କିଛି ଜାଗାରେ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ଭିତରେ ଧାନ ମଧ୍ୟ ପଡ଼ିକି ରହିଛି। ତାକୁ ସେମାନେ ଉଠେଇକି ଆଣିପାରୁନାହାନ୍ତି ଏବଂ ଗଜା ହେଇଯାଇଛି। ଆପଣ ତ ଦେଖିଥିବେ, ଆପଣଙ୍କ ଗଣମାଧ୍ୟମରୁ ମୁଁ ବି ଦେଖିଥିଲି, କିଛି ଜାଗାରେ ଚାଷୀ ସେଠି ଦୁଃଖରେ ମଧ୍ୟ ମ୍ରିୟମାଣ ହେଇକି ସେ ଧାନ ପାଖରେ ବି ଶୋଇଯାଇଛନ୍ତି। ମାନେ ତାଙ୍କର ଏତେ ଦୁଃଖ କ'ଣ କାରଣ ନା ଆମେ ଆମ ଋଣ ସୁଝିବୁ କେମିତି। ଗୋଟେ ଏଇସବୁ ଯେଉଁ ସ୍ପର୍ଶକାତର ବା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି, ସରକାର ତୁରନ୍ତ ତା ପ୍ରତି ପଦକ୍ଷେପ ନେବା ଆବଶ୍ୟକତା ରହିଛି ଏବଂ ତୁରନ୍ତ ଋଣ ଛାଡ଼ କରନ୍ତୁ ଏବଂ ତାଙ୍କୁ ଅନୁକମ୍ପାମୂଳକ ସହାୟତା ମଧ୍ୟ ଯୋଗାଇ ଦିଅନ୍ତୁ। ଅସ୍ମିତାଟା ନିର୍ବାଚନ ପ୍ରଚାରର ଶବ୍ଦ, ଏ ଅସ୍ମିତାଟା କାର୍ଯ୍ୟକ୍ରମରେ ନୁହେଁ। ଆପଣ ସବୁଆଡ଼େ ଦେଖନ୍ତୁ ଅସ୍ମିତା ବିଫଳ। କେବଳ ବଜେଟ୍ କରିଦେଇ ଅସ୍ମିତା ଘର ତିଆରି କରିଦେଲେ ହେବନି। ଅସ୍ମିତାଟା ପାଇଁ ବଜେଟ୍ କରିଦେଲେ ହେବନି, ମାନସିକତା ରହିବା ଦରକାର ଅଛି। କେଉଁଠି ଅସ୍ମିତା କାର୍ଯ୍ୟକ୍ରମ ହେଉଛି ଯାଉ ସେଠି ଦିଲ୍ଲୀର ହେଲାନି, ସେମାନେ ତ ମାନସିକତା ବିଫଳ। ଯେହେତୁ ଓଡ଼ିଶାରୁ କେନ୍ଦ୍ର ସରକାର ଗଠନ ପାଇଁ 20ରୁ 20 MP ପାଇଯାଇଛନ୍ତି, ଟିକିଏ ଅନୁକମ୍ପାମୂଳକ ଖାଲି ଦୃଷ୍ଟି ଦିଆଯାଇଛି, କାଳେ ସଂଗଠନ ହାତରୁ ଦୂରେଇ ନ ଯାଉ। ଇଏ ହେଉଛି ଅସ୍ମିତା। ଅସ୍ମିତା ଯଦି କଥା କହୁଛନ୍ତି ତାହେଲେ କ'ଣ ପାଇଁ ଦିଲ୍ଲୀର ଦେଲେ ନାହିଁ? ଆପଣ ନିଜେ କୁହନ୍ତୁ, ପ୍ରଜ୍ଞାପନ ମେଢ଼ କ'ଣ ପାଇଁ ଦିଲ୍ଲୀକୁ ଆସିଲା ନାହିଁ? ଏବାଟେ କହୁଛନ୍ତି ଆମେ ଓଡ଼ିଶାରେ କରିବୁ ପ୍ରବାସୀମାନଙ୍କର ଗୋଟେ ବଡ଼ ସମ୍ମିଳନୀ କରିବୁ। କ'ଣ ହେବ ପ୍ରବାସୀ ସମ୍ମିଳନୀ କଲେ? ଅସ୍ମିତା କୁଆଡ଼େ ଗଲା? ତେଣୁ ସେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ତାର ଉଚିତ ଜବାବ ରଖିବା ଦରକାର ଏବଂ ଯଦି ସେ ତ୍ରୁଟି କରୁଛନ୍ତି ତାକୁ ପଦକ୍ଷେପ ନେଇ ତାକୁ ସୁଧାରିବାର ଆବଶ୍ୟକତା ବି ମଧ୍ୟ ନିଶ୍ଚିତ। ସ୍ଥାନ ପାଇବନି ଓଡ଼ିଶା କଥା କ'ଣ ଓହ୍ଲେଇ ମାନେ ସାରା ଭାରତବର୍ଷରୁ ନିଭେଇ ଦେବା କି ଆମେ? ସେଠି ଓଡ଼ିଶାର ଗୋଟେ ସ୍ୱତନ୍ତ୍ରତା ରହେ, ଗୋଟେ ନୌବାଣିଜ୍ୟର ପ୍ରତିଷ୍ଠା ହୁଏ, ସେଠି ଗୋଟେ ବୋଇତ ଯାଏ, ଗୋଟେ ଯେଉଁ ଟାଇପ୍ର ଲୋକମାନଙ୍କୁ ଗୋଟେ ପ୍ରଭାବିତ କରିବା ପାଇଁ ଓଡ଼ିଶାର ସ୍ଥାନ ନିରୂପଣ କରିବା ପାଇଁ ଯେଉଁ ବ୍ୟବସ୍ଥା ହେବା କଥା, କାହିଁ ସେ ଜିନିଷ ତ କିଛି ହେଲା ନାହିଁ।